ଆଜି ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ଉପରେ ଆମେ ଆଲୋଚନା କରିବା। ସେ ହେଉଛି ପିପିଇ ମେଟ୍ରିକ୍ସ। ପିପିଇ ମେଟ୍ରିକ୍ସ କ'ଣ? ପର୍ସନାଲ୍ ପ୍ରୋଟେକ୍ଟିଭ୍ ଇକ୍ୱିପମେଣ୍ଟର ମେଟ୍ରିକ୍ସ। ଏହାର କାମ ହେଉଛି ଆମେ କେଉଁ କାମ ପାଇଁ କ'ଣ ନିହାତି ମାଣ୍ଡାଟୋରି, ସେଇଟା ଆମର ନିହାତି ଦରକାର, ଆମେ ଏଇଥିରୁ ଜାଣିବା। 1 ନମ୍ବର ପଏଣ୍ଟରେ ପ୍ରଥମେ ଆମେ ଜେନେରାଲ୍ ଫିଲ୍ଡ ୱାର୍କ। ଜେନେରାଲ୍ ଫିଲ୍ଡ ୱାର୍କ ମିନ୍ସ ୟାର୍ଡ଼ କ୍ଲିନିଂ। ୟାର୍ଡ଼ କ୍ଲିନିଂ ଆମର ସେଫ୍ଟି ସୁଟ୍ଟା ନିହାତି ମାଣ୍ଡାଟୋରି। ତାପରେ ହେଲମେଟ୍ ନିହାତି ଦରକାର। ତାପରେ କଟନ୍ ଗ୍ଲୋଭ୍ସ ବା ସେଫ୍ଟି କୋଟେଡ୍ ଗ୍ଲୋଭ୍ସ ନିହାତି ଦରକାର। ରିଫ୍ଲେକ୍ଟିଭ୍ ଜ୍ୟାକେଟ୍ଟା ନିହାତି ଦରକାର। ତେଣୁ ଦେଖନ୍ତୁ ଏ ଗୋଟେ ସବୁ ଦିଆହେଇଛି। ତାପରେ ହେଉଛି ଆମର 2 ନମ୍ବର ପଏଣ୍ଟରେ ୱାର୍କିଂ ଅନ୍ ଲାଇଭ୍ ଇଲେକ୍ଟ୍ରିକାଲ୍ ସିଷ୍ଟମ୍। ଲାଇଭ୍ ଇଲେକ୍ଟ୍ରିକାଲ୍ ସିଷ୍ଟମ୍ରେ ଆମ ଯେତେବେଳେ ୱାର୍କ କରିବା ଭିତରେ ଆମକୁ କ'ଣ ନିହାତି ଦରକାର, ସେତେବେଳେ ଦରକାର ହେଉଛି ଇଲେକ୍ଟ୍ରିକାଲ୍ ସେଫ୍ଟି ସୁଜ୍ ଆଉ ଇଲେକ୍ଟ୍ରିକାଲ୍ ସେଫ୍ଟି ହେଲମେଟ୍ ନିହାତି ମାଣ୍ଡାଟୋରି। ସେଫ୍ଟି ବେଲ୍ଟ ଆହୁରି ମାଣ୍ଡାଟୋରି ଏବଂ ଗ୍ଲୋଭ୍ସଟା ଇଲେକ୍ଟ୍ରିକାଲ୍ ଗ୍ଲୋଭ୍ସ ନିହାତି ଦରକାର। ଫୁଲ୍ ଭାଇଜର୍ଟା ନିହାତି ଦରକାର। ଆମର କଟନ୍ ଗ୍ଲୋଭ୍ସ ନହେଲେ ଚଳିବ। ରିଫ୍ଲେକ୍ଟିଭ୍ ଜ୍ୟାକେଟ୍ଟା ନିହାତି ଦରକାର। ୱାର୍କିଂ ଅନ୍ ଇଲେକ୍ଟ୍ରିକାଲ୍ ସିଷ୍ଟମ୍। ଇଲେକ୍ଟ୍ରିକାଲ୍ ସିଷ୍ଟମ୍ ମିନ୍ସ ଫ୍ୟୁଜ୍ କଲ୍ କରିବା, କି ଆମର ଫିଡର୍ ମେଣ୍ଟେନାନ୍ସ କରିବା, କି ବିଜୁଳି ମେଣ୍ଟେନାନ୍ସ କରିବା, କି ଆମର ଟ୍ରାନ୍ସଫର୍ମର ମେଣ୍ଟେନାନ୍ସ କରିବା, ଏଇଥିରେ ସବୁ ଆମର ମାଣ୍ଡାଟୋରି। 3 ନମ୍ବର ପଏଣ୍ଟ ୱାର୍କିଂ ଆଟ୍ ହାଇଟ୍। ଯେତେବେଳେ ଆମେ ଉଚ୍ଚତାରେ କାମ କରିବା ବା 1.8 ମିଟର ଏଭବକୁ କାମ କରିବା, ଆମର ନିହାତି ସେଫ୍ଟି ସୁ ଦରକାର, ମାଣ୍ଡାଟୋରି। ଆମର ସେଫ୍ଟି ହେଲମେଟ୍ଟା ନିହାତି ମାଣ୍ଡାଟୋରି। ତାପରେ ଆମର ଫୁଲ୍ ସେଫ୍ଟି ଭାଇଜର୍ଟା ନିହାତି ମାଣ୍ଡାଟୋରି। କଟନ୍ ଗ୍ଲୋଭ୍ସ ମାଣ୍ଡାଟୋରି। ରିଫ୍ଲେକ୍ଟିଭ୍ ଜ୍ୟାକେଟ୍ ମଧ୍ୟ ମାଣ୍ଡାଟୋରି। 5 ନମ୍ବର ପଏଣ୍ଟ ୱାର୍କିଂ ଆଟ୍ ଭେହିକୁଲାର ଟ୍ରାଫିକ୍ ଏରିଆ। ଏ ଏରିଆରେ ଯେତେବେଳେ ଆମେ କାମ କରିବା, ତାହେଲେ ଆମର ସେଫ୍ଟି ସୁଟ୍ଟା ନିହାତି ଦରକାର, ସେଫ୍ଟି ହେଲମେଟ୍ଟା ନିହାତି ଦରକାର, ଆଉ ସେଫ୍ଟି ଜ୍ୟାକେଟ୍ଟା ନିହାତି ଦରକାର। ତାପରେ 6 ନମ୍ବର ପଏଣ୍ଟ ଲୋଡ଼ିଂ ଆଣ୍ଡ ଅନଲୋଡ଼ିଂ ଅଫ୍ ମ୍ୟାଟେରିଆଲ୍। ଯେତେବେଳେ ଆମେ ଲୋଡ଼ ଆଉ ଅନଲୋଡ଼ କରିବା ମ୍ୟାଟେରିଆଲ୍, ସେତେବେଳେ ଆମର ଇଲେକ୍ଟ୍ରିକାଲ୍ ସେଫ୍ଟି ସୁ ଦରକାର, ସେଫ୍ଟି ହେଲମେଟ୍ ଦରକାର, ଆଉ କଟନ୍ ଗ୍ଲୋଭ୍ସ ଦରକାର, ଆଉ ରିଫ୍ଲେକ୍ଟିଭ୍ ଜ୍ୟାକେଟ୍ ଦରକାର। ଏସବୁ ପିପି ମେଟ୍ରିକ୍ସ ମିନ୍ସ ଆମେ ମେନ୍ କଥା ହେଉଛି ପିପି ମେଟ୍ରିକ୍ସର କାରଣ ମାନେ ହେଉଛି ଯେ ଆମେ ଯେକୌଣସି ଜିନିଷ ଆମେ ୟୁଜ୍ କରିବା କେଉଁ କାମରେ, ଯେଉଁ କାମରେ ଯାହା ଦରକାର, ସେଇଟା ଏଇ ପିପି ମେଟ୍ରିକ୍ସରୁ ଆମେ ଜାଣିବା।